ବାଘମାରି ଜଙ୍ଗଲରେ ଅନାଥ ଟୁନି ଚଢ଼େଇ ରହୁଥିଲା। ସେ ଗୋଟିଏ କଞ୍ଜୁସ୍ ବଣ୍ଟି ଚଢ଼େଇ ଘରେ ଘର ଭଡ଼ା ନେଇ ରହୁଥିଲା। ସେ ଟିଉସନ କରି ଚଳୁଥାଏ। ଟୁନି ଚଢ଼େଇ ଯେଉଁଠାରେ ରହୁଥିଲା ସେଇ ଘର ମାଲିକ ଟୁନିକୁ ବହୁତ ଭଲ ପାଉଥିଲା, କିନ୍ତୁ ଟୁନି ଚଢ଼େଇକୁ ଏହି କଥା ଜଣା ନଥିଲା। ବଣ୍ଟି ଟୁନିର ସାଙ୍ଗ ହେବାର ନାଟକ କରୁଥିଲା, କାରଣ ସେ ଟୁନି ଚଢ଼େଇର ପାଖାପାଖ ହୋଇ ରହିବ। ଦିନେ ବଣ୍ଟି ଚଢ଼େଇ ଟୁନି ଚଢ଼େଇ ପାଖକୁ ଗଲା। ଟୁନି, କ'ଣ କରୁଛ? ଚାଲ ନା ବାହାରକୁ ଯିବା ଟିକେ ବୁଲିବା ପାଇଁ। ବହୁତ ଦିନରୁ ଘରେ ରହି ରହି ମୁଁ ବୋର୍ ହୋଇଗଲିଣି। ତାପରେ ଦୁଇଜଣ ବୁଲିବାକୁ ଗଲେ। ଆଉ ଟୁନି ଚଢ଼େଇ ଉଡ଼ୁ ଉଡ଼ୁ ତଳେ ପଡ଼ି ଯାଉଥିଲା। କଳା କାଉ ଆସି ଟୁନି ଚଢ଼େଇକୁ ବଞ୍ଚାଇ ଦେଲା। ତାପରେ ଟୁନି ଚଢ଼େଇ ଆଉ ବଣ୍ଟି ଚଢ଼େଇ ଘରକୁ ଆସିଗଲେ। ତାପର ଦିନ ଟୁନି ଚଢ଼େଇ ଏମିତି ଉଡ଼ୁଥିଲା, ସେ ପୁଣି ତଳେ ପଡ଼ିବାକୁ ଯାଉଥିଲା। କଳା କାଉ ଆସି ତାକୁ ପୁଣି ବଞ୍ଚାଇ ଦେଲା। କ'ଣ ତମେ ଖାଲି ଝିଅମାନଙ୍କୁ ବଞ୍ଚିବାକୁ ଆସିଛ? ହେଲୋ ମ୍ୟାଡାମ, ମୋ କାମ ଏହା ନୁହେଁ ଯେ ମୁଁ ଖାଲି ଝିଅମାନଙ୍କୁ ବଞ୍ଚିବାକୁ ଚାହେଁ। ମୁଁ ଜାଣିନି ତମେ ଯେତେବେଳେ ପଡ଼ିବାକୁ ଯାଉଛ ମୁଁ ସେଠାରେ ପହଞ୍ଚି ଯାଉଛି। ତମେ କ'ଣ ପାଇଁ ତଳେ ପଡ଼ିଯାଉଛ? ତମର ଦେହ ଭଲ ନାହିଁ କି? ନାଇଁ, ସେମିତି କିଛି ନାହିଁ। କ୍ଷମା କରିବ, ତମେ ମୋତେ ତଳେ ପଡ଼ିବାରୁ ବଞ୍ଚାଉଛ, ମୁଁ ପୁଣି ଆହୁରି ତମକୁ ଗାଳି କରୁଛି। ସେଇ ଦିନରୁ କଳା କାଉ ଆଉ ଟୁନି ଚଢ଼େଇ ଭଲ ସାଙ୍ଗ ହୋଇଗଲେ। ଦୁଇ ଜଣଙ୍କର ଦୋସ୍ତି ଦିନକୁ ଦିନ ବଢ଼ିବାକୁ ଲାଗିଲା। ଦିନେ କଳା କାଉ ଆଉ ଟୁନି ଚଢ଼େଇ ବାହାରକୁ ବୁଲିବାକୁ ଗଲେ। କଳା କାଉ ମନେ ମନେ ଟୁନି ଚଢ଼େଇକୁ ଭଲ ପାଇ ବସିଲା ଆଉ ଟୁନିକୁ ପ୍ରପୋଜ କଲା। ଟୁନି, ମୁଁ ତୁମକୁ ବହୁତ ଭଲ ପାଏ ଆଉ ବାହା ହେବାକୁ ଚାହେଁ। କ'ଣ ତମେ ମୋତେ ବାହା ହେବ? ତାପରେ ଟୁନି ଚଢ଼େଇ ରାଜି ହୋଇଗଲା। କିଛି ଦିନ ଏମିତି ବିତିଗଲା। ଟୁନିର ଘର ମାଲିକ ବଣ୍ଟି ଚଢ଼େଇ ଏଇ କଥା ଜାଣିପାରି ଟୁନି ପାଖକୁ ଆସିଲା। ଟୁନି, ତମେ କ'ଣ କଳା କାଉକୁ ବାହା ହେବ ମୁଁ ଶୁଣିବାକୁ ପାଇଲି? ଏଥିରେ ଅସୁବିଧା କ'ଣ ହେଲା? ହେଲେ ତମେ ଜାଣିଛ ମୁଁ ତୁମକୁ ବହୁତ ଭଲ ପାଏ। କିନ୍ତୁ ମୁଁ ତ ତମକୁ ଭଲ ପାଏ ନାହିଁ ନା। ତମେ ମୋତେ ଭଲ ପାଅ କି ନାହିଁ ସେ କଥା ମୁଁ ଜାଣେ ନା। ମୁଁ କିନ୍ତୁ ତମକୁ ବାହା ହେବି ମାନେ ହେବି। ତାପରେ ବଣ୍ଟି ଚଢ଼େଇ ବ୍ରାହ୍ମଣକୁ ଫୋନ୍ କରି ଡାକିଲା। ସେଇ ସମୟରେ କଳା କାଉ ଆସିଗଲା ଆଉ ବଣ୍ଟି ଚଢ଼େଇକୁ ବହୁତ ପିଟିଲା। ଟୁନି ଚଢ଼େଇକୁ ସେଠାରୁ ଫୁର୍କିନା କଳା କାଉ ନେଇ ସେଠାରୁ ପଳାଇ ଗଲା। କିଛି ଦିନ ପରେ କଳା କାଉ ଏବଂ ଟୁନି ଚଢ଼େଇର ବାହାଘର ହୋଇଗଲା।